କହିଦେଲି ନେକ୍ସଟ ଟାଇମ ମତେ ଆଉ ଡାକିବାକୁ ଆସିବୁନୁ। ପାକିସ୍ତାନ ତମେ ଆଇଛ ଆମକୁ ଇଏ କରିବ। ହଁ ସେ ଠାକୁରଙ୍କ ପାଖରେ ପଇସା ରଖିଦେଇଛି, ଦରମାଟା ଉଠେଇକି ଆଣିଦେ। ହଁ ହଉ ଶୁଣୁ ଏ ତିଲକ ନା ପଳେଇଲା, ଏବେ ଥାର୍ଡାଉନ କିଏ ଆସିବେ ଆସିନାହାନ୍ତି ରେ? ବାପା ବିରାଟ କୋହଲି, ନାଇଁ ମ ସେ ଶୁଭମ ଦୁବେ, ହଁ ସେ ଶୁଭମ ଦୁବେ କଥା କହୁଛି। 127ରେ ସେ 9ଟା ୱିକେଟ ପାକିସ୍ତାନ ମାରିଛି। ବ ଖେଳ ଦେଖିବା ବ। ନାଇଁ ବାପା ମୋର ଅଫିସରେ ଟିକେ କାମ ଅଛି ତ, ମୋ କାମ ତା ସାରି ଦେଇକି ଆସ। ଆରେ କାମ କାମ ସବୁବେଳେ କଣ ହଉଛୁ, ଖେଳ ଟିକେ ଦେଖେ। ସେ ଯୋଉ ଇଏ ଆମର ଶୁଭମ ଦୁବେ ଦେଖେ ତୋରି ବୟସରେ କେମିତି ଖେଳ ଖେଳୁଛି, ତା ବାପା ଷ୍ଟାଡିୟମରେ ବହିଛି, କେତେ ଗର୍ବ କରିଥିବେ କହିଲୁ। ବାପା ଏଇ କଥା ତମକୁ 2 ବର୍ଷ ତଳେ ବୁଝିବାର ଥିଲା। ମାନେ ଏଇ କଥା ବାପା ତମେ ଯଦି 2 ବର୍ଷ ତଳେ ବୁଝି ପାରିଥାନ୍ତ, କଥା କିଛି ଅଲଗା ହେଇଥାନ୍ତା। ଆରେ କାହିଁ କାନ୍ଦୁଛୁ? ବାପା ତମେ ଖେଳ ଦେଖି ଏତେ ଖୁସି ହଉଛ, ସେଦିନ ତମେ ଥରେ ଯଦି ମତେ ଚାନ୍ସ ଦେଇଥାନ୍ତ, ଆଜି ତମେ କହିପାରିଥାନ୍ତ ମୁଁ କିଛି କରିପାରିଥାନ୍ତି ବୋଲି, ଆଉ ତମ ଛାତି ଗର୍ବରେ ଫୁଲି ଉଠିଥାନ୍ତା କି ତମ ପୁଅ କିଛି କରିପାରିଛି। କାହିଁ ଦେଲନି ବାପା, କାହିଁ ଦେଲନି ଚାନ୍ସ ମତେ? ଏବେ କହୁଛ ମୁଁ ଖେଳ ଦେଖିବି କେମିତି ବାପା? ମୁଁ ଯେତେବେଳେ ଖେଳ ଦେଖେ ନା, ସେତେବେଳେ ଭାବେ ମୁଁ ନିଜେ ସେ ପଡିଆରେ ଖେଳୁଛି, ଆଉ ତମେ ବାହାରେ ବସି ମୋ ପାଇଁ ଚେୟାର କରୁଛ। ସବୁ ସରିଗଲା ବାପା, ସବୁ ସରିଗଲା। କାନ୍ଦିନି, ଏବେ ବି କିଛି ଡେରି ହେଇନି, ଏବେ ବି ସମୟ ଅଛି। ତୁ ଆଉ ଥରେ ପୁଣି ଷ୍ଟାର୍ଟ କର। ସେଦିନ ମୋର ସେ ନିଷ୍ପତ୍ତି ଭୁଲ ଥିଲା, ଯୋଉଟା ମତେ ସବୁବେଳେ ଗାଳି ଦଉଛି। ଆଉ ଶୁଣୁ, ଆଜି ବି ତୋ ସେ ଟ୍ରଫି ଆଉ ତୋ ସେ ବ୍ୟାଟ୍ ସାଇତି ରଖିଛି, ନେ ନେ। ଆଉ ବିତି ଯାଇଥିବା 2 ବର୍ଷକୁ ଗୋଟେ ଖରାପ ସ୍ୱପ୍ନ ଭାବି ଭୁଲିଯା, ପୁଣି ଆରମ୍ଭ କର। ତୋର ଯାହା ଇଚ୍ଛା ହଉଛି ତା କର, ଯା। ଧନ୍ୟବାଦ ବାପା, ଯାହା ଡେରିରେ ହେଲେ ବି ତମେ ମୋ କଥା ବୁଝିପାରିଲ। ମୁଁ ତମକୁ କଥା ଦଉଛି ବାପା, ଏମିତି ଖେଳ ଖେଳିବି ତୋ ଛାତି ଗର୍ବରେ ଫୁଲି ଉଠିବ, ଆଉ ତମେ କହିବ ଇଏ ମୋ ପୁଅ ବୋଲି। ଧନ୍ୟବାଦ ବାପା, ଧନ୍ୟବାଦ।